ସୃଷ୍ଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ କଥା। ସମ୍ପୂର୍ଣ୍ଣ ଅନ୍ଧକାର, କୌଣସି ଆକାଶ ନାହିଁ, କୌଣସି ଭୂମି ନାହିଁ, ଚାରିପଟେ ମାତ୍ର ଅନନ୍ତ ଶୂନ୍ୟତା। ହାଲକା ସୁବର୍ଣ୍ଣ ଆଲୋକ ଧୀରେ ଧୀରେ ତ୍ୱରାନ୍ୱିତ ହେଉଛି। ଏହି ଆଲୋକ ହେଉଛି ଚେତନା, ସୃଷ୍ଟିର ମୂଳ ଶକ୍ତି। କୌଣସି ଶବ୍ଦ ନାହିଁ, କେବଳ ଆତ୍ମିକ ସୁନ୍ଦର ଅଟେ। ଏହି ଶୂନ୍ୟତା ମଧ୍ୟରୁ ଧୀରେ ଧୀରେ ଏକ ନୀଳ କଳା ଆଲୋକ ପ୍ରକଟ ହୁଏ। ଏହି ଆଲୋକ ମଧ୍ୟରେ ନୀଳମାଧବ ରୂପରେ ଭଗବାନ ଦିବ୍ୟ ଉପସ୍ଥିତ। ପୂର୍ଣ୍ଣ ମାନବ ଆକୃତି ନୁହେଁ, କେବଳ ଦିବ୍ୟ ଭାବ। ଚାରିପଟେ ଜଙ୍ଗଲ, ନୀଳାଚଳ ପାହାଡ଼, ଦେବତାମାନଙ୍କ ନୀରବ ଦୃଷ୍ଟି। ଘନ ଜଙ୍ଗଲ ମଧ୍ୟରେ ବିଶ୍ୱାବସୁ ନାମକ ଶବର ଭକ୍ତ। ସେ ପୁଷ୍ପ, ଫଳ, ଜଳ ଅର୍ପଣ କରୁଛନ୍ତି। ତାଙ୍କ ଆଖିରୁ ଭକ୍ତିର ଅଶ୍ରୁ ବହୁଛି। ନୀଳମାଧବଙ୍କ ସମ୍ମୁଖରେ ଜଙ୍ଗଲ ମଧ୍ୟ ଦିବ୍ୟ ଆଲୋକରେ ଭରିଯାଏ। ଏକ ଅଦୃଶ୍ୟ ସୁବର୍ଣ୍ଣ ଆଲୋକ ରୂପରେ ବ୍ରହ୍ମ ପଦାର୍ଥ। ଏହା କୌଣସି ବସ୍ତୁ ନୁହେଁ, ଏକ ଦିବ୍ୟ ଶକ୍ତି। ସମୟ, ମୃତ୍ୟୁ, ଜନ୍ମକୁ ଅତିକ୍ରମ କରୁଥିବା ଚେତନା। ଏହା ହେଲା ପ୍ରଭୁଙ୍କର ସବୁକିଛି ଯାହା ଦେଖୁଛ। ଗଭୀର ସମୁଦ୍ର, ବିପୁଳ ଝଡ଼। ସମୁଦ୍ର ଉପରେ ଶାନ୍ତ ଭାବେ ଭାସୁଥିବା ଏକ ନିମ ଗଛର କାଠ। ଏହି କାଠ ହେଉଛି ଦାରୁ ବ୍ରହ୍ମ। ଚାରିପଟେ ପଦ୍ମ, ଦିବ୍ୟ ପକ୍ଷୀ, ଆଲୋକମୟ ପରିବେଶ। ଗଭୀର ରହସ୍ୟମୟ କକ୍ଷ। କୌଣସି ସାଧାରଣ କାରିଗର ନୁହେଁ, ଦେବଶିଳ୍ପୀ ରୂପରେ ଆସିଥିବା ଶିଳ୍ପୀ। କୌଣସି ହାତୁଡ଼ିର ଶବ୍ଦ ନାହିଁ, ମୂର୍ତ୍ତି ନିଜେ ନିଜ ଆକୃତି ନେଉଛି। ଏ ହେଉଛନ୍ତି ସେହି ପ୍ରଭୁ, ଜଗତର ନାଥ ଜଗନ୍ନାଥ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଳା ମୁଖ, ବଡ଼ ଚକ୍ଷୁ, ସରଳ ଆକୃତି। କୌଣସି ହାତ ପାଦ ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ସଂସାରକୁ ଆଲିଙ୍ଗନ। ଭକ୍ତିମୟ ଆଲୋକରେ ମୂର୍ତ୍ତି ଜୀବନ୍ତ ଲାଗୁଛି। ଇଏ ହେଉଛି ସେହି କାଳିଆ ଠାକୁର, ଯିଏ ଜଗତକୁ ପାଳିଲା ବାଲା। କଳା ଶାନ୍ତ। ଜୟ ଜଗନ୍ନାଥ ବୋଲନ୍ତୁ ଏକ ସାଥିରେ। ଆଉ ତାପରେ କ'ଣ ହେଉଛି ଶୁଣନ୍ତୁ। ଆଗକୁ ଗୋଟି ଗୋଟି କରି ଜଣାଇଛି। ଫେର ଦେଖ ଆରମ୍ଭ ହେଲା। ଭକ୍ତମାନେ ହାତ ଯୋଡ଼ି ପ୍ରଣାମ କରୁଛନ୍ତି। ଗରିବ, ଧନୀ, ସାଧୁ, ଶାବର ସମସ୍ତେ ସମାନ। ଭଗବାନ ହେଉଛନ୍ତି ସମସ୍ତଙ୍କ। ଜଗନ୍ନାଥ, ଜଗତର ନାଥ। ସେ କାହାଠୁ ଭିନ୍ନ ନୁହନ୍ତି, ସେ ସମସ୍ତଙ୍କର। ଆଉ ସମୟ ବଦଳୁଛି, ଯୁଗ ବଦଳୁଛି, କିନ୍ତୁ ମହାପ୍ରଭୁ ସଦା ଅବିନାଶୀ। ପ୍ରଳୟ ଆସୁଛି, ସଂସାର ଲୟ ହେଉଛି, କିନ୍ତୁ ଦାରୁ ବ୍ରହ୍ମ ଅକ୍ଷୟ ଅବୟ। ସେ ସବୁଠାରୁ ଭିନ୍ନ, ଅବିନାଶୀ, ଶୂନ୍ୟ ପଦାର୍ଥ କହିବାକୁ ଗଲେ। ଜୟ ଜଗନ୍ନାଥ। କି ଲୀଳା ପ୍ରଭୁ। ତାପରେ ପୁଣି ଶୂନ୍ୟତା, ପୁଣି ସେଇ ସୁବର୍ଣ୍ଣ ଆଲୋକ। ସନ୍ଦେହ ଭରା, ମୁଁ ଆରମ୍ଭ ମଧ୍ୟ, ମୁଁ ଶେଷ ମଧ୍ୟ। ଏ ହେଉଛି ପ୍ରଭୁ ଅବିନାଶୀ। ଜୟ ଜଗନ୍ନାଥ।